ଜୟ ଶ୍ରୀକୃଷ୍ଣ। ଆଜିର ଏହି ଭିଡ଼ିଓ ଆପଣଙ୍କ ଜୀବନ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିପାରେ। ମୃତ୍ୟୁ ଭୟ ନୁହେଁ, ଏହା ଏକ ନୂଆ ଯାତ୍ରା ଆରମ୍ଭ। ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆମ କ୍ୟୁଟି ପାଇ 2.08 ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭକ୍ତି ଯାତ୍ରାରେ ଆମ ସହିତ ଯୋଗ ଦିଅନ୍ତୁ। ଶ୍ରୀମଦ୍ ଭାଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ନ ଜୟତେ ମ୍ରିୟତେ ବା କଦାଚିତ୍, ଜୀବନ ମରେ ଏହା ଅମର। ମୃତ୍ୟୁ ମାନେ କେବଳ ଏହି ଶରୀର ଛାଡ଼ିବା। ଆତ୍ମା କେବେ ମରେନି, ଏହା ଅବିନାଶୀ। ଆମେ ଆତ୍ମା, ଶରୀର ନୁହେଁ, ଏହି ଜ୍ଞାନ ମିଳିଲେ ମୃତ୍ୟୁ ଭୟ କମିଯାଏ। ଶ୍ରୀକୃଷ୍ଣ କହିଛନ୍ତି, ଯେପରି ଜଣେ ବ୍ୟକ୍ତି ପୁରୁଣା ଜାମା ଛାଡ଼ି ନୂଆ ଜାମା ପିନ୍ଧେ, ତେଣୁ ଆତ୍ମା ଏକ ଶରୀର ଛାଡ଼ି ଅନ୍ୟ ଶରୀର ନେଇଥାଏ। ଏହା ମାନେ ପୁନର୍ଜନ୍ମ, ଏକ ନୂଆ ଅଧ୍ୟାୟ। ଯେଉଁ ଭାବେ ଆମେ ଏହି ଜୀବନ ଜିଉଁଛୁ, ତାହା ପରେ ଆମର ଆଗାମୀ ଜନ୍ମ ହୁଏ। ଯଦି ଆମେ ଜୀବନରେ ନିଷ୍କାମ କର୍ମ କରିବା, ମୋହ ଅହଙ୍କାର ଛାଡ଼ିଦେବା, ତେବେ ଆମେ ମୃତ୍ୟୁ ପରେ ମୋକ୍ଷ ପାଇପାରିବା। ଏହା ମାନେ ପୁନର୍ଜନ୍ମରୁ ମୁକ୍ତି। ଆତ୍ମା ଶାଶ୍ୱତ ଶାନ୍ତିକୁ ପାଏ। କୃଷ୍ଣ କହିଛନ୍ତି, ଯିଏ ମୋତେ ଅନ୍ୟନ୍ୟ ଭାବରେ ଭଜେ, ସେ ମୁଁ ତାଙ୍କର ଯାତ୍ରା ସୁଗମ କରେ। ଯଦି ଆମେ ଭକ୍ତିରେ ବିଶ୍ୱାସ କରିବା, ତେବେ ଆମ ମୃତ୍ୟୁ ମଧ୍ୟ ଏକ ପବିତ୍ର ଯାତ୍ରା ହେବ। ଭାଇ ଓ ଭଉଣୀମାନେ, ଯଦି ଏହି ଉପଦେଶ ଆପଣଙ୍କ ହୃଦୟକୁ ଛୁଇଁ ଯାଇଛି, ତେବେ ଏହି ଭିଡ଼ିଓକୁ ଏକ ଲାଇକ୍ ଦିଅନ୍ତୁ। ନିଜ ପରିବାର ଓ ମିତ୍ରମାନଙ୍କ ସହିତ ସେୟାର କରନ୍ତୁ। ଆମ ଚ୍ୟାନେଲ କ୍ୟୁଟି ପାଇ 2.08ରେ ଦିନ ପ୍ରତିଦିନ ଏଭଳି ଭକ୍ତି ଓ ଜ୍ଞାନ ରତ୍ନ ଆସୁଅଛି। ମୃତ୍ୟୁ ପରେ କ'ଣ ହେବ? ଏହି ପ୍ରଶ୍ନର ଉତ୍ତର ଆମ କର୍ମମାନେ ଦିଏ। ଯଦି ଆମେ ସତ୍କର୍ମ କରିବା, ଭକ୍ତି ଭାବରେ ଜୀବନ ଜିଉଁଥିବା, ତେବେ ଆମର ମୃତ୍ୟୁ ଏକ ଅନନ୍ୟ ଅନୁଭବ ହେବ। ଆପଣଙ୍କ ମନରେ ଯଦି ମୃତ୍ୟୁ ନେଇ ଭୟ ଥିଲା, ଏହି ଉପଦେଶ ପରେ ତାହା ହୃଦୟରୁ ବିଲୀନ ହେବ। ଶ୍ରୀକୃଷ୍ଣଙ୍କ ଶବ୍ଦରେ ବିଶ୍ୱାସ କରନ୍ତୁ। ଆଜି ରାତିରେ ଘୁମୁଥିବା ବେଳେ ଏହି ଶବ୍ଦ ମନେ ରଖନ୍ତୁ, ମୁଁ ଶରୀର ନୁହେଁ, ମୁଁ ଅବିନାଶୀ ଆତ୍ମା। ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ଜଣେ ମୋତେ ଶ୍ରଦ୍ଧାରେ ସ୍ମରଣ କରେ, ମୁଁ ସେଥିରେ ବିରାଜ କରେ। ଏହି ଉପଦେଶ ଯଦି ଆପଣଙ୍କ ଜୀବନକୁ ଛୁଇଁଛି, ଦୟାକରି ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆମ ଚ୍ୟାନେଲ କ୍ୟୁଟି ପାଇ 2.08କୁ ସବସ୍କ୍ରାଇବ୍ କରନ୍ତୁ ଓ ଘଣ୍ଟି ଚିହ୍ନଟିକୁ ଦବାଇ ଦିଅନ୍ତୁ, ଯେପରିକି ଆପଣ ଆଉ କେବେ ଭକ୍ତି ଓ ଜ୍ଞାନର ଅମୃତ ବିଞ୍ଜଣ ମିସ୍ ନ କରନ୍ତୁ। ଶ୍ରୀକୃଷ୍ଣଙ୍କ ଦୟା ଆପଣମାନଙ୍କ ଉପରେ ସଦାସର୍ବଦା ରହିଥାଉ। ରହିଲି। ଜୟ ଶ୍ରୀକୃଷ୍ଣ।